ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କୃଷ୍ଣ ହୀରକ ବା କଳା ହୀରା ଇଂରାଜୀରେ ଆମେ ବ୍ଲାକ୍ ଡାଇମଣ୍ଡ କହୁ, ତାହା କାହାକୁ କୁହାଯାଏ? ଅପସନ୍ ଏ ଅଙ୍ଗାର, ଅପସନ୍ ବି ଗ୍ରାଫାଇଟ୍, ଅପସନ୍ ସି କୋଇଲା, ଅପସନ୍ ଡି ANC। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ସି କୋଇଲା। କୋଇଲାକୁ ଯାହାକି କୃଷ୍ଣ ହୀରକ ବା ବ୍ଲାକ୍ ଡାଇମଣ୍ଡ କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ସର୍ବାଧିକ କୃଷକ ଅଛନ୍ତି? ଅପସନ୍ ଏ ଚୀନ, ଅପସନ୍ ବି ପାକିସ୍ତାନ, ଅପସନ୍ ସି ଶ୍ରୀଲଙ୍କା, ଅପସନ୍ ଡି ଭାରତ। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ଡି ଭାରତ। ଆମ ଦେଶରେ ହିଁ ସର୍ବାଧିକ କୃଷକ ଅଛନ୍ତି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ପଶୁର ପିଠିରେ ହମ୍ପ ବା କୁଦ ଥାଏ? ଅପସନ୍ ଏ ଜେବ୍ରା, ଅପସନ୍ ବି ଷଣ୍ଢ, ଅପସନ୍ ସି ଗଧ, ଅପସନ୍ ଡି ଓଟ। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ଡି ଓଟ। ଓଟର ପିଠିରେ କୁଦ ରହିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ପ୍ରାଣୀର କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ? ଅପସନ୍ ଏ ମଇଁଷି, ଅପସନ୍ ବି ଗାଈ, ଅପସନ୍ ସି ଗଧ, ଅପସନ୍ ଡି ସିଂହ। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ବି ଗାଈ। ଫ୍ରେଣ୍ଡସ୍, ଗାଈର କ୍ଷୀର ପିଇବା ଦ୍ୱାରା ଆମର ଯାହାକି ସ୍ମରଣ ଶକ୍ତି ବଢିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶକୁ କଙ୍ଗାରୁର ଦେଶ କୁହାଯାଏ? ଅପସନ୍ ଏ ପାକିସ୍ତାନ, ଅପସନ୍ ବି ଇଂଲଣ୍ଡ, ଅପସନ୍ ସି ଅଷ୍ଟ୍ରେଲିଆ, ଅପସନ୍ ଡି ଚୀନ। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ସି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ଦେଶକୁ କଙ୍ଗାରୁ ଦେଶ ବୋଲି କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟ କିରଣ ପୃଥିବୀରେ ପଡ଼ିବାକୁ କେତେ ସମୟ ଲାଗେ? ଅପସନ୍ ଏ 1 ସେକେଣ୍ଡ, ଅପସନ୍ ବି 60 ସେକେଣ୍ଡ, ଅପସନ୍ ସି 300 ସେକେଣ୍ଡ, ଅପସନ୍ ଡି 500 ସେକେଣ୍ଡ। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ଡି 500 ସେକେଣ୍ଡ। ଯଦି ଆମେ ଏହାକୁ ମିନିଟରେ କରିବା ତାହେଲେ 8 ମିନିଟ୍ 20 ସେକେଣ୍ଡ ହେବ, ଯାହାକି ସୂର୍ଯ୍ୟ କିରଣକୁ ପୃଥିବୀ ପୃଷ୍ଠରେ ପଡ଼ିବା ପାଇଁ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ଗ୍ରହ କିଏ? ଅପସନ୍ ଏ ବୁଧ ଗ୍ରହ, ଅପସନ୍ ବି ଶୁକ୍ର ଗ୍ରହ, ଅପସନ୍ ସି ଶନି ଗ୍ରହ, ଅପସନ୍ ଡି ପୃଥିବୀ ଗ୍ରହ। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ଏ ବୁଧ ଗ୍ରହ। ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ଗ୍ରହଟି ହେଉଛି ବୁଧ ଗ୍ରହ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ କିଏ? ଅପସନ୍ ଏ ବୁଧ ଗ୍ରହ, ଅପସନ୍ ବି ଶୁକ୍ର ଗ୍ରହ, ଅପସନ୍ ସି ଶନି ଗ୍ରହ, ଅପସନ୍ ଡି ପୃଥିବୀ ଗ୍ରହ। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ଏ ବୁଧ ଗ୍ରହ। ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ମଧ୍ୟ ହେଉଛି ବୁଧ ଗ୍ରହ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତର ଦୀର୍ଘତମ ନଦୀବନ୍ଧର ନାମ କ'ଣ? ଅପସନ୍ ଏ ତେହେରି ଡ୍ୟାମ୍, ଅପସନ୍ ବି ଭକ୍ରା ଡ୍ୟାମ୍, ଅପସନ୍ ସି ହୀରାକୁଦ ଡ୍ୟାମ୍, ଅପସନ୍ ଡି କୋୟନା ଡ୍ୟାମ୍। ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଅପସନ୍ ସି ହୀରାକୁଦ ଡ୍ୟାମ୍ ବା ହୀରାକୁଦ ନଦୀବନ୍ଧ ହେଉଛି ଭାରତର ଦୀର୍ଘତମ ନଦୀବନ୍ଧ। ଏହା ସହିତ ଆମ ଏସିଆର ମଧ୍ୟ ସବୁଠାରୁ ବଡ଼ ନଦୀବନ୍ଧ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ହୀରାକୁଦ ନଦୀବନ୍ଧ କେଉଁ ଜିଲ୍ଲାରେ ରହିଛି? ଅପସନ୍ ଏ ସମ୍ବଲପୁର, ଅପସନ୍ ବି ଝାରସୁଗୁଡ଼ା, ଅପସନ୍ ସି ବରଗଡ଼, ଅପସନ୍ ଡି କଟକ। ଫ୍ରେଣ୍ଡସ୍, ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।